ଅଖନମୁଡ଼ା ମାଟିରେ ଉପସ୍ଥିତ ପିତୃତୁଲ୍ୟ ମାତୃତୁଲ୍ୟ ଯୁବକ ଯୁବତୀ କୁନି କୁନି ଛୁଆମାନେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ସ୍ୱାଗତ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ବନ୍ଧୁଗଣ ମୁଇଁ ଆଉ ଆପଣମାନେ ଅଲଗା କିଛି କଥା କହିବାର ଲାଗି ନେଇ ଆସିବା। ଆପଣମାନେ ମୋ ଠାରୁ ଅଧିକ ଜାଣିଛନ୍ ଆଉ ଆପଣମାନେ ମୋ ଠାରୁ ବେଶୀ ସବୁ କଥାରେ ମାନେ ପରିପୂର୍ଣ୍ଣ ଅଛନ୍। ତ ଆପଣ କହୁଥିଲେ ମୁଇଁ କେନୁ ଷ୍ଟାର୍ଟ କରିମି ଆଉ କେନୁ ଖତମ କରିମି କନଫ୍ୟୁଜ ହେଲି, ମାନେ ସନ୍ଦେହରେ ପଡ଼ିଗଲି। ଯେନ୍ ଆଜ୍ଞା ମାନେ ତାଙ୍କର ହୃଦୟର ବେଦନା ଯେନ୍ କହୁଥିଲେ। ଆଜି ଯେନ୍ ଆପଣଙ୍କ ଗାଁକେ ଆସିଛୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହେବା ଲାଗି ଆସିଛୁ। ଯେନ୍ ଆଜ୍ଞା ମାନେ ଯେନ୍ କହୁଥିଲେ ବର୍ତ୍ତମାନ ସେ ଆଜ୍ଞା ମାନେ ବହୁତ ବଢ଼ିଆ ଜିନିଷ କହୁଥିଲେ। ବନ୍ଦ ହେବାର ନାହିଁ ଆମେ ମାନେ ଯାହା ବି ସେମାନେ କହୁଥିଲେ ମୋତେ ଭାରି ଖୁସି ଲାଗୁଥିଲା। ଯେ ଆମ ଗାଁର ରାସ୍ତାର ଯେନ୍ ପରିସ୍ଥିତି ଅଛି, ମୁଇଁ ବି ଏ ରାସ୍ତାରେ ଆସୁଥିଲି ଏଇଟା ପହଲା ଥର ନେଇ ଆସିବା। ୟା ପୂର୍ବ ଯେନ୍ ପହରି ହଉଥିଲା ପହରିର ଯେନ୍ କଳସ ଯାତ୍ରା ଦିନ ମୁଇଁ ଆସିଥିଲି ଆପଣଙ୍କ ସମସ୍ତଙ୍କ ସାଙ୍ଗେ ଆମେ ନେଇ ଭେଟି ପାରି। ତ ସେ ସମୟରେ ମୁଇଁ ରାସ୍ତାକେ ଦେଖିଥିଲି ଏଇଟା ପୂର୍ବରୁ ବି କମ୍ ସେ କମ୍ 10 ଥର ବି ରାସ୍ତାରେ ଯାଇଛି, କିନ୍ତୁ ଆପଣମାନଙ୍କ ସଙ୍ଗେ କଥାବାର୍ତ୍ତା ନେଇ ହେଇପାରିବି। ଆଉ ଯେନ୍ ବନ୍ଧୁମାନେ କହୁଥିଲେ ମୁଇଁ ତାକେ ଧନ୍ୟବାଦ ଦଉଛେ ଯେ ସେମାନେ ସେ କଥାକୁ ଉଜାଗର କଲେ ଆଉ ସେ କଥାର ସ୍ୱରକେ ଉତ୍ତୋଳନ କଲେ। ତ ରହିଲା କଥା ଯେ କେନ୍ କାରଣ ଲାଗି ରାସ୍ତାଟା ଆଜି ବନି नहीं पारला कि आमे जदि भोट वर्जन करवा लगी जाउछु बोले तार कारण काना हो इटा हमके जानबा आवश्यकता अछि। पहला माने बोले आज्ञा इटा गोटे कहले जे भल कथा है बोले रास्ता नहीं हेले केन आड़ू आसी करे इटा सब सरी गला हम गां सरपंच सभ्य सब है से कथा लागे सबे रोड रास्ता के कहूछु ना मु हे रोड रो कथा करवा लगी जाउछु। आपण माने गाँव रो अभियोग अछि